ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମେ ନିଜକୁ ଏତେ ଦୁର୍ବଳ କାହିଁକି ଭାବୁଛ? ତୁମେ ନିଜକୁ ଯେତେ ଅସହାୟ ଦୁର୍ବଳ ଭାବିବ, ଲୋକମାନେ ତୁମକୁ ସେତିକି ଜୀବନସାରା ଛୋଟ କରି କରି ହିଁ ଚାଲିବେ। ତୁମେ ନିଜକୁ ଯେତେ ଅସହାୟ ଭାବିବ, ତୁମେ ଭାବୁଛ ତୁମେ ନିଜ ମନକୁ ଦୁଃଖରେ, କଷ୍ଟରେ, ଯନ୍ତ୍ରଣାରେ ଛଟପଟ ହେଲେ ଏ ଲୋକମାନେ ତୁମକୁ ସହାୟତା କରିବେ? ନାଇଁ ସନ୍ତାନ, ଏ କଳିଯୁଗର ଲୋକମାନେ ତୁମକୁ ଦେଖିକି ହସିବେ। ଆଜିକାଲି ଦୁନିଆରେ ସହାନୁଭୂତି ବୋଲି ଗୋଟେ ଜିନିଷ ଉଠିଯାଇଛି। ମୁଁ କହୁନି ମୋର ସବୁ ସନ୍ତାନମାନେ ସେମିତି, ହେଲେ ବହୁତ କମ୍ ସନ୍ତାନମାନେ ଏହିସବୁ ଜିନିଷରୁ ଦୂରେଇକି ରହୁଛନ୍ତି। ସନ୍ତାନ, ତୁମେ ମନୋବଳକୁ ହରାଅନି। ତୁମେ ଈଶ୍ୱରଙ୍କ ନାମ ସ୍ମରଣ କର। ତୁମେ ଧ୍ୟାନ କର। ଯଦି ତୁମ ମନ ଅସ୍ଥିର ରହୁଛି, ତାହେଲେ ସକାଳୁ ଉଠିକି କିଛି ସମୟ ଧ୍ୟାନରେ ବସ। ଆଉ ଯେଉଁ ଭଗବାନଙ୍କୁ ତୁମେ ଭଲ ପାଉଛ, ତାଙ୍କୁ ସ୍ମରଣ କର। ଦେଖିବ ଧୀରେ ଧୀରେ ତୁମ ଜୀବନରୁ ଏ ନକାରାତ୍ମକ ଶକ୍ତି ଚାଲିଯିବ। ତୁମେ ଯେତେବେଳେ ଧ୍ୟାନ କରିବାକୁ ବସିବ, ସେତେବେଳେ ତୁମକୁ ଇଚ୍ଛା ହେବନି। କାହିଁକି ନା ତୁମ ଭିତରେ ଯେତିକି ଖରାପ ଶକ୍ତି ପ୍ରବେଶ କରିଛି, ସେସବୁ ତୁମକୁ ଭଲ କାମ କରିବାକୁ ଦେବନି। କିନ୍ତୁ ତୁମେ ଚେଷ୍ଟା କରିବ, ସେ ଯେତେ ତୁମକୁ ତା ନିଜ ଆଡ଼କୁ ଟାଣିବ, ତୁମେ ସେତେ ଧ୍ୟାନ କରିବାକୁ ଚେଷ୍ଟା କରିବ। ତୁମେ ଈଶ୍ୱରଙ୍କ ନାମ ସ୍ମରଣ କରିବ। ସେ କିଛି ବି ତୁମର କରିପାରିବନି। ଭଗବାନଙ୍କ ନାମ ଯେତେବେଳେ ସ୍ମରଣ କରିଦେବ ନା, ସିଏ ତୁମ ଭିତରେ ଆଉ ପ୍ରବେଶ କରିପାରିବନି। ଜମା ଚିନ୍ତା କରନି। କାହିଁକି ଏତେ ଚିନ୍ତା କରୁଛ? ସବୁବେଳେ ମନରେ ଭାବ, ଯାହା ହେଉଛି ମୋ ଭଲ ପାଇଁ ହେଉଛି। ଆଗକୁ ଯାହା ବି ହେବ, ସବୁ ମୋ ଭଲ ପାଇଁ ହିଁ ହେବ। ସେଥିଲାଗି ମନରେ ଚିନ୍ତା ପୁରାଅନି। ତୁମେ ଯେଉଁ କାମ କରୁଛ, ମନ ଲଗେଇକି କର। ମୁଁ ସବୁବେଳେ ତୁମ ସାଙ୍ଗରେ ଅଛି। ଏଇ ଗୋଟିଏ କଥା ମୁଁ ସବୁଦିନ ତୁମକୁ କହୁଛି ଏଇ ସନ୍ଦେଶ ମାଧ୍ୟମରେ, ମୋର ସନ୍ତାନ, ମୁଁ ତୁମ ସାଙ୍ଗରେ ଅଛି। ତୁମେ ଏକୁଟିଆ ନୁହଁ। ଆଉ ଏ ଲୋକମାନେ ତୁମର କେବେ ଭଲ ଚାହିଁବେନି। ତୁମେ ଯେତେ ଉପରକୁ ଉଠିବ, ସେ ତୁମ ଗୋଡ଼କୁ ଝିକିକି ତଳକୁ ପକାଇବାକୁ ଚେଷ୍ଟା କରିବେ। ତୁମେ କିନ୍ତୁ କାହାରି କଥା ଶୁଣନି। ତୁମେ ଯେମିତି ତୁମ ସଂଘର୍ଷକୁ ଜାରି ରଖିଛ, ସେମିତି କରିଚାଲ। ତୁମେ ନିଶ୍ଚୟ ଜିତିବ। ମୁଁ ତୁମକୁ ଜିତେଇବି। ତୁମର ବିଶ୍ୱାସ, ତୁମର ଭରସା। ମୁଁ ଚାହୁଁନି ତୁମେ ମୋ ମନ୍ଦିରକୁ ଆସିକି ମୋ ପାଇଁ ଭଲ ଭଲ ପୋଷାକ, ଫଳମୂଳ ନେଇକି ଆସ। ମୋ ମନ୍ଦିରକୁ ତୁମେ ଯେତେବେଳେ ଆସୁଛ, ବିଶ୍ୱାସ ଆଉ ଭକ୍ତିର ସହିତ ଆସ। ଆଉ ଯେଉଁ ଦୀପଟିଏ ବି ଜାଳୁଛ, ବିଶ୍ୱାସ ଭକ୍ତିରେ ଜାଳ। ମୁଁ ସବୁ ଜାଣିପାରୁଛି। କେଉଁ ଭକ୍ତମାନେ ମୋତେ ହୃଦୟରୁ ଭଲ ପାଉଛନ୍ତି, କି ମୋତେ ଦେଖାଣିଆ ଭଲ ପାଉଛନ୍ତି। ମୁଁ ସବୁ ବୁଝିପାରୁଛି। ଯିଏ ମୋତେ ହୃଦୟରୁ ଭଲ ପାଉଛି, ମୁଁ ତା ହୃଦୟରେ ବାସ କରୁଛି। ମୁଁ ସବୁ ସନ୍ତାନମାନଙ୍କୁ ଗୋଟେ କଥା କହୁଛି, ସବୁବେଳେ ଅନ୍ୟକୁ ସାହାଯ୍ୟ କର। ଅନ୍ୟ ଦୁଃଖରେ ଦୁଃଖୀ ହୁଅ। ମୁଁ ସବୁବେଳେ ତୁମ ସହିତ ରହିବି। ଓମ୍ ସାଇରାମ।